ଜୀବନରେ କିଛିଟା ଜିନିଷ ହୁଏତ ଏଥିପାଇଁ ଆମକୁ ବହୁତ ଜଲ୍ଦି ମିଳିନଥାଏ, କାହିଁକିନା ହୁଏତ ପରେ ଆମେ ସେ ଜିନିଷର ମୂଲ୍ୟ ବୁଝିପାରିବାନି। କେବେ କେବେ ଆପଣଙ୍କ ସାମ୍ନାରେ ଆପଣଙ୍କୁ କଥା କହୁଥିବା ଲୋକଟି ପ୍ରକୃତ ସତ କଥା କହୁଥାଏ, କିନ୍ତୁ ଆପଣ ତା କଥାକୁ ଅଣଦେଖା କରି ଚାଲିଯାଆନ୍ତି। ସୁଖ ଓ ସୁବିଧା ସମୟରେ ଏଠି ସମସ୍ତେ ଆପଣଙ୍କ ସହ ସାଙ୍ଗରେ ରହିବା ପାଇଁ ଆସିଯିବେ, କିନ୍ତୁ ଦୁଃଖ ଓ କଷ୍ଟ ସମୟରେ ଏଠି କେହି ବି ଜଣେ ଆପଣଙ୍କ ସାଙ୍ଗରେ ରହିବାକୁ ଆସିବେନି। ଦୁଃଖ ପରିସ୍ଥିତି ସମୟରେ ଓ କଷ୍ଟ ପରିସ୍ଥିତି ସମୟରେ ହସିବାର କଳା ମୁଁ ଏମିତିରେ ଶିଖି ଯାଇନି ଆଜ୍ଞା। ୟା ପାଇଁ ଜୀବନର କେଇଟା ଦିନ ମୁଁ ଏମିତି ବର୍ବାଦ କରିଦେଇଛି। ଯଦି ତୁମ ମନରେ ଦୁଃଖ ଅଛି ଆଉ ଯଦି ତୁମ ମନରେ କଷ୍ଟ ଅଛି, କେବଳ ସେଇ ଲୋକକୁ ସେ ଦୁଃଖ ଓ କଷ୍ଟ କୁହ ଯିଏ ସେ ଦୁଃଖ କଷ୍ଟକୁ ବୁଝିପାରୁଥିବ, ନହେଲେ ବୋଝ ଉପରେ ଲଳିତା ବିଡ଼ା ହେଇଯିବ। ବନ୍ଧୁ, ଆପଣଙ୍କ ହୃଦୟ ବହୁତ ମୂଲ୍ୟବାନ ହୋଇଥାଏ, ସେଥିପାଇଁ ଜୀବନରେ ସବୁବେଳେ ଆପଣ ଚେଷ୍ଟା କରିବେ ସେଠି ମୂଲ୍ୟବାନ ଲୋକ ହିଁ ରହିବା ଆବଶ୍ୟକ। କେଡ଼େ ଅଜବ କଥାଟିଏ ନା ଆଜ୍ଞା। ଯେତେବେଳେ ଲୋକେ ଆପଣଙ୍କ ବିଷୟରେ କିଛି ଭଲ ଶୁଣନ୍ତି, ସେତେବେଳେ ସେମାନେ ଶକ୍ କରିବା ଆରମ୍ଭ କରିଦିଅନ୍ତି, ଆଉ ଯେତେବେଳେ ଲୋକମାନେ ଆପଣଙ୍କ ବିଷୟରେ କିଛି ଖରାପ ଶୁଣନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ କରିଯାଆନ୍ତି। ମୁଁ ଏମିତି ଓ ସେମିତିରେ କହୁନି, ମୋ ଜୀବନର ଅନୁଭବରୁ କହୁଛି। କୌଣସି ବି ମଣିଷ ଉପରେ ଆପଣ ସମ୍ପୂର୍ଣ୍ଣ ବିଶ୍ୱାସ କରି ଦେଖନ୍ତୁ, ପରିଶେଷରେ ସେଇ ମଣିଷ ହିଁ ଶିଖେଇବ କି କାହାକୁ ଏତେ ଜଲ୍ଦି ବିଶ୍ୱାସ କରିବାର ଆବଶ୍ୟକ ନଥିଲା। ସିଏ ଟେନସନ୍ ହଉ କିମ୍ବା ସିଏ ଡିପ୍ରେସନ୍ ହଉ, ସିଏ ଦୁଃଖ ହଉ କିମ୍ବା ସିଏ କଷ୍ଟ ହଉ, ଇଏ କୌଣସି ପର ଲୋକଙ୍କ ଦାନ ନୁହଁ ଆଜ୍ଞା। ଇଏ ତ ଆମ ନିଜ ଲୋକଙ୍କର ଗୋଟେ ଗୋଟେ ସୁନ୍ଦର ଉପହାର। ଶେଷରେ ସେଇ ଲୋକମାନେ ମଧ୍ୟ ଆମ ହାତ ଛାଡ଼ିଦେଲେ। ଶେଷରେ ସେଇ ଲୋକମାନେ ମଧ୍ୟ ଆମ ଜୀବନରୁ କୁଆଡ଼େ ଦୂରକୁ ଚାଲିଗଲେ। ଯେଉଁ ଲୋକମାନେ ଆମ ଜୀବନରେ ଆସିଲା ପରେ ଆମକୁ ତ ଏକଥା ଲାଗିଥିଲା, କମ୍ ସେ କମ୍ ଏମାନେ ତ କେବେ ବି ନିଜର ରୂପ ପରିବର୍ତ୍ତନ କରିବେନି। ଟିକେ ସମୟ ଲାଗୁ ଆଜ୍ଞା, କିନ୍ତୁ ଲକ୍ଷ୍ୟସ୍ଥଳ କେବେ ଭୁଲିଯିବ ନାହିଁ। ରାସ୍ତା ପରିବର୍ତ୍ତନ କର, କିନ୍ତୁ ଲକ୍ଷ୍ୟସ୍ଥଳ କେବେ ଭୁଲିଯିବ ନାହିଁ। ବଡ଼ ଆଶ୍ଚର୍ଯ୍ୟ ଧରଣର ଦୁନିଆ ବନ୍ଧୁ, ଆଉ ବଡ଼ ଆଶ୍ଚର୍ଯ୍ୟ ଧରଣର ଲୋକେ। ଲୋକମାନେ ନିଜ ଦୁଇଟି ହାତରେ ଏଠି ସବୁ କିଛି ସାଉଁଟିବାକୁ ଲାଗିଛନ୍ତି, କିନ୍ତୁ ଶେଷରେ ସେମାନେ ଖାଲି ହାତରେ ଚାଲିଯିବେ। ସମୟ ସହ ଏଠି ଲୋକେ ବଦଳି ଯାଆନ୍ତି, ସମୟ ସହ ଏଠି ମଣିଷ ବଦଳିଯାଏ ଓ ସମୟ ସହ ଏଠି ପରିସ୍ଥିତି ବଦଳିଯାଏ। ସେଥିପାଇଁ ସମୟ ସହ ଖାପ ଖୁଆଇ ନିଜକୁ ମଧ୍ୟ ବଦଳେଇ ଦେବା ଗୋଟେ ବୁଦ୍ଧିମାନର କାର୍ଯ୍ୟ ଅଟେ। ମୁଁ ମଧ୍ୟ ମୋ ଜୀବନରେ ସରଳ କଥା କହେ ଆଜ୍ଞା, କିନ୍ତୁ ବୁଝିପାରୁଥିବା ଲୋକ ବହୁତ ଭଲ ଭାବରେ ବୁଝିପାରୁଥିବ। ଲୋକେ କୁହନ୍ତି ଏଠି ଜୀବନ ମିଳିଛି ଆମକୁ ନିଜ ହିସାବରେ ବଞ୍ଚିବା ପାଇଁ, କିନ୍ତୁ ପ୍ରତିଦିନ ସକାଳ ହେଲେ ସେଇ ଲୋକମାନେ ଆଉ କାହା ହିସାବରେ ବଞ୍ଚିବା ପାଇଁ ଚାଲିଯାଆନ୍ତି। ନିଜକୁ ତୁମେ କିଛି ଏଇଭଳି ଭାବରେ ପ୍ରସ୍ତୁତ କରିଦିଅ, ଆଉ ନିଜକୁ ତୁମେ କିଛି ଏଇଭଳି ଭାବରେ ଗଢ଼ିଦିଅ କି ବନ୍ଧୁ, ଯେମିତି ତୁମକୁ କାହାର ସାହାରାର ଆବଶ୍ୟକ ରହିବନି। ବନ୍ଧୁ, ଏମିତିରେ ଜୀବନ ତ ଆମକୁ ବହୁତ କିଛି ଦିଏ, କିନ୍ତୁ ଯେଉଁ ଜିନିଷ ଆମକୁ ମିଳେ ନାହିଁ
केवल सेई जिनिस ही आमर मने रही जाए। मो जीवन रे संपर्कर राण खाई संपर्करू बाहरी जाइथिबा लोक मानंकु देखिछि। मो जीवन रे छोट बेले बापा मां को छाड़ी पारु नथिबा पुओ को एमिति रे भी बदली जीवार देखिछि। तुमे जीवन रे किछि भी कर किछि कथा नहीं, किंतु एमिति कौनसी काम तुमे कर नहीं जोठी तुमको गाली शुणिबा पूर्वरु तुम बापा मां को शुणिबा पाई पड़िबो। जीवन जीवा पाई मिलिछि, भल भावरे टिके जी जाओ रे भाई। ए राग रुषा अभिमान रु कौन मिलिबो? आजिर जीवन काली किबा नाही। निज जीवन रे कौनसी कथा को नहीं केबे भी गर्व ओ अहंकार ओ घमंड करिबनी आज्ञा। कहीं एमिति बहुत लोक जो माने कि श्मशान रे पाउंस होई जाइछंती, जो माने दिने ए देश उपरे मध्य राज करुथिले। मनीष हवा बड़ कथा नुह आज्ञा, किंतु मनीष भितरे मनीष पणिया टिकक रहिबा सतरे बहुत बड़ कथा। साधारण लोक मानंकर एई गोटिए तो सबुठारु बड़ भूल होई जाए। से माने चालाक लोक मानंकु निजर बोली भाभी भरोसा करी दियंती। जदि कौनसी भी व्यक्ति आपणक उपरे भरोसा करिछि तेबे तुमे एमिति काम केबे भी कर नाही जोथिरे से व्यक्तिर भरोसा तुम उपरु सारा जीवन पाई उठी जिवो। जो लोक माने आमको अणदेखा करुचंती सेमानंक पाखरे रहिबा अपेक्षा सेमानंको छाड़ी बहुत दूर को चली जिबा बहुत भल। मनुष्यर जीवन रे किछिटा दुख ओ किछिटा कष्ट एमिति होई थाए ताकू आपण केते भी कुहंतु से सरू न थाए। केबे भी कौनसी व्यक्ति उपरे निजर आखि बंद करी भरोसा करिबनी, काहेकि ना ये दुनिया एते भी भल नुह कि तुमर सबु भरोसा को भरोसार योग्य करी रखिब। टिके टंका पैसा होई गले निज लोक माने भी एठी निज रूप परिवर्तन करंती। हाउ आपण एठी पर लोकंक उपरे काहीकि भरोसा करी बसिछंती। कौनसी मनीष आपणक जीवनरू काहीकि चलीगला से कथार कौनसी भी आवश्यकता नहीं। जदि आवश्यकता रखिबा पाई चाहुछंती तेबे एकथार रखंतु कि से मनीष आपणको कौन शिखेई देई गला। जदि विश्वास कौन आपण पचारिबा पाई चाहुचंती आउ जदि भरोसा कौन आपण पचारिबा पाई चाहुचंती तेबे सेई लोक को जाई पचारंतु जिए वर्ष वर्ष धरी कहार आसीबा बाट को अनेई चाहिथिबो। माँ बापांक आखिरे लुह देई आपण कौन भावुछंती आपणक जीवन रे आपण केबे आगकु चली जिबे ए कथा केबे भी संभव नुह। केबे भी कौनसी मनीष को एते भी आदर करंतु नाही कि से मनीष आपणंकु अनादर करिबा पाई लागिबो। बड़ आश्चर्य धरणर ए दुनिया आउ बड़ आश्चर्य धरणर ए दुनियार लोके एमानंकु आपण केते भी भल पाइबा दियंतु ना काहीकि एमाने आपणंकु कष्ट ही देबे। टेंशन गोटिए एमितिका उपहार होई थाए जहाकू आम निज लोक माने ही आमको देई थांती। बंधु मु कहूनी ए कथार उत्तर आपण निजे मते दियंतु। चिंता करिबा द्वारा कौन कौनसी समस्यार समाधान होई पारिबो कि? जदि होई पारिबो से चिंतार विषय आपण मते कुहंतु।
ଲୋକମାନଙ୍କୁ ଦେଖିଲା ପରେ ସେମାନଙ୍କ ଠାରୁ ତ ମୁଁ ଏକଥା ବହୁତ ଭଲ ଭାବରେ ଚିହ୍ନି ଯାଇଛି। ଯେଉଁ ଲୋକମାନେ ଏଠି ମିଠା କଥା କୁହନ୍ତି ସେମାନଙ୍କ ଭିତରଟା ବଡ଼ ଅଜବ ହୋଇଥାଏ, ଆଉ ଯେଉଁ ଲୋକମାନେ ଏଠି ମିଠା କଥା କୁହନ୍ତି ନାହିଁ ସେମାନଙ୍କ ଭିତରଟା ବଡ଼ ନିର୍ମଳ ଥାଏ। ଆଖିରେ ଲୁହ ତ ସେତେବେଳେ ଆସେ ଯେତେବେଳେ ଆପଣ ସତ୍ୟ ପଥରେ ଚାଲୁଥିବେ, କିନ୍ତୁ ଆପଣଙ୍କୁ ବୁଝିବା ଭଳି ଏଠି କୌଣସି ବି ଲୋକ ନଥିବ। କୌଣସି ଗୋଟିଏ ମନୁଷ୍ୟ ଆମ ଜୀବନରୁ ଚାଲିଗଲା ପରେ ଆମେ ଆଗକୁ ତ ବଢ଼ି ଚାଲିପାରିବା, କିନ୍ତୁ ସେ ମଣିଷର ସ୍ଥାନ ହଜାରେ ଲୋକ ଆସିଲେ ବି ପୂରଣ ହୋଇପାରିବନି। ସତରେ କେତେ ମିଛ ହୋଇଥାଏ ନା ସେ ଭଲ ପାଇବାର ରାଣ ନିୟମ। ଦେଖ ଆଜି ତୁ ବି ବଞ୍ଚିଛୁ, ଆଉ ଦେଖ ଆଜି ମୁଁ ବି ବଞ୍ଚିଛି। ଦୁନିଆ ଏମିତି ଭାବରେ ବଦଳିବାକୁ ଲାଗିଛି, ଏଠି ସମୟ ସହ ଆପଣଙ୍କୁ ମଧ୍ୟ ବଦଳି ଯିବା ପାଇଁ ପଡ଼ିବ। ଯଦି ଏମିତି ନ ହୁଏ ଦିନେ ଆପଣ ବହୁତ କଷ୍ଟ ପାଇବେ। ଯେଉଁ ମନୁଷ୍ୟ ଆପଣଙ୍କୁ ସମ୍ମାନ ଦିଏ ଆପଣ ସେଇ ମଣିଷକୁ ହିଁ ସମ୍ମାନ ଦିଅନ୍ତୁ। ଟଙ୍କା ପଇସା ଆଉ ମଣିଷର ଗର୍ବ ଅହଙ୍କାର ଆଗରେ କେବେ ମୁଣ୍ଡ ନୁଆଁଇ ନ ଦିଅନ୍ତୁ।